ଆଚ୍ଛା ମନ୍ଦାତ୍ମାକୁ କାଢିଲେ ନୂତନ ହେବା ନା ଥିଲେ ନୂତନ ହବ? ହେଲେ ରାଗିଲେ କଣ କାଢି ହବ କି ମନ୍ଦାତ୍ମାକୁ? ରାଗିଲେ କାଢି ହବ ନାହିଁ। ରାଗିଲେ ଭଲ କି ବସିବ। ଏଟା ଟିକେ ମୋର ଭିଆଇପି ସିଟ୍ ବୋଲବ। ଏପିସି 4:26-27 ଦେଖନ୍ତୁ, ରାଗିଲେ ପାପ କର ନାହିଁ, ସୂର୍ଯ୍ୟ ଅସ୍ତ ଅନୁକ୍ରୋଧ ପରିତ୍ୟାଗ କରନ୍ତୁ। ପୁଣି କାହାକୁ ସ୍ଥାନ ଦିଅ ନାହିଁ? ଶୈତାନକୁ ସ୍ଥାନ ଦିଅନ୍ତୁ ନାହିଁ। କାହାକୁ? ଯେ ରାଗୁଛି, ଥମଣା ଫୁଲଉଛି, କିଏ ପଶିଛି ତାକୁ ଶୈତାନ ପଶବାଏ, ରାଗା ଲଗି ଶିଖାଇବାଏ। ହେଲା କି ନାଇଁ? ସେଥିପାଇଁ ଯାକୁ ଯେବେ ରାଗ ଆସୁଛି, ରାଗକୁ ତୁମେ ଛାଡ଼ି ଦିଅନ୍ତୁ ଏବଂ ପବିତ୍ରତାକୁ ଆହ୍ୱାନ କରନ୍ତୁ। ଶୁଣନ୍ତୁ, ସେତେବେଳେ ପାଷ୍ଟର ଆଜ୍ଞା କହିଲେ ମୋବାଇଲକୁ କେବେ ଆଟେଣ୍ଡ କରନ୍ତୁ, ନହେଲେ ପଦ ପର୍ବ କାଢିଦେବି ଆପଣଙ୍କୁ। ଏମିତିକା ଲୋକ, ଏମିତି ଚରିତ୍ର ଲୋକ ଫୋନ ଆଟେଣ୍ଡ କରୁଛୁ ବୋଲି ପଢେଇ ଦେବି ଠିଆ କରିକି। ମୁଁ କାହାକୁ ଡରିବି ନାହିଁ, ସମଝା? ଫ୍ଲାଇଟ ମୋଡ ରଖନ୍ତୁ, ନହେଲେ ଇନସଲ୍ଟ ହେଇଯିବେ ନିଜେ। ହଁ, ହାଲେଲୁୟା, ହାଲେଲୁୟା। ବଡ ବଡ ଲୋକ ପାଖରେ ମଧ୍ୟ ଶୈତାନ ଆସିଥାଏ। ହଁ ନା ନାଇଁ? ହଁ, ସାନ ସାନ ଲୋକ କାହିଁ ଦେଖ, ବଡ ବଡ ଲୋକମାନେ ଯଦି କ୍ଲିୟର ହେବେ, ସାନ ଲୋକମାନେ ନୂତନ ହେଇଯିବେ। ଜୋରକି ତାଳି ମାରିବା। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଯାଆନ୍ତୁ, ଫାଷ୍ଟ ୱାର୍ଣ୍ଣିଂ ଦେଲି। ସେକେଣ୍ଡ ବେଳକୁ ଆପଣଙ୍କୁ ଠିଆ କରି ବାଇବେଲ ପଢେଇବି। ମୁଁ କାହାକୁ ଡରିବାର ନାହିଁ। ମୁଁ ବା ଓଡିଶା ଟୋକା, ମୁଁ କାହାକୁ ଡରିବି କି ରେ? ହାଲେଲୁୟା, ହାଲେଲୁୟା। ସେଥିପାଇଁ ଜାଣିବା ଯେ ଗୀତ ଗାଇବା ଦ୍ୱାରା, ଯେତେବେଳେ ମନ ଧ୍ୟାନ ଗୀତ ଗାଉଛନ୍ତି, ଆପଣ ହାର୍ଟ ମଧ୍ୟ ବ୍ରୋକେନ୍ ହବ। ହାର୍ଟ ବ୍ରୋକେନ୍, ଲୁହ ଗଡଲା ପରେ ଶୈତାନ ବାହାରକୁ ଚାଲିଯିବ। ଆପଣଙ୍କର ମନ ପବିତ୍ର ହେବ, ଆତ୍ମା ପବିତ୍ର ହେବ, ଆପଣଙ୍କ ଗୀତ ଗାଇବାକୁ ମଧ୍ୟ ଇଚ୍ଛା ଲାଗିବ। ଏବେ କଣ ସମସ୍ତେ ଗାଉଛନ୍ତି? ନାଇଁ। ବୋଲେ ଆଜ୍ଞା ତ ଆଇଛି, ନୂଆରେ ଆଇଛି, ମୁଇଁ ଗାଉଛି। ମୋର ପାଇଁ ମୁଇଁ ଗାଉଛି ନା ତୋର ପାଇଁ ଗାଇବି କି? ମୁଇଁ ତୁ ଇଟା ବାଟରେ ପଡିଲେ ମୋର କଣ ଗଲା? ସତ ନୁହେଁ? ବୁଝିପାରିଲେ କି ନାଇଁ? ଆଉ ଗୋଟେ କଥା, ଗୀତର ପ୍ଲାନିଂ କରିଛି କେମିତି ନୂତନ ହେବା। ଗୀତ 100ର 4 ପଦ ପଢନ୍ତୁ। ଧୀର ସ୍ଥିର କହୁଛି ମୁଁ, ବହୁତ ପୁରା ସବୁ। ଗୀତ 100ର 4 ପଦ ଦେଖନ୍ତୁ। ଦେଖନ୍ତୁ, ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ୱାରରେ, ପ୍ରଶଂସା କରୁ କରୁ ତାହାଙ୍କ ପ୍ରାଙ୍ଗଣରେ ପ୍ରବେଶ କର। ଦେଖନ୍ତୁ, ଯେ ମୁଖ ଖୋଲୁଛି, ଗୀତ ଗାଉଛି, ପରମେଶ୍ୱରଙ୍କର ଦ୍ୱାରରେ ଠିଆ ହଉଛି। ଯେ ଟୋଟାଲି ପାଟି ଖୋଲୁ ନାହିଁ, ମୁଖ ଖୋଲୁ ନାହିଁ, ସେ ଲଟା ଭିତରେ ଅଛି। କୋଉଠି ଅଛି? କୋଉଠି ଅଛି? ଯେ ଯଦି ଜଣେ ଈଶ୍ୱରଙ୍କ ଲୋକ ଗୀତ ଗାଇବ ନା ବଣରେ ରହିବ? ଗୀତ ଗାଇବ। ଯେ ଥୋମଣା ଖୋଲୁ ନାହିଁ, ସେ କୋଉଠି ଅଛି? ବଣରେ ଅଛି। ବାରିଆର ଆତ୍ମା ପାଇଛି। କି ଆତ୍ମା? ବାରିଆ ଡର ହଉନି ଲଟା ଭିତରେ ରହିକି, ସେ ଆତ୍ମା। ସେଟା ଖାଲି ଥୁମଣି ଫୁଲ ହେବ, ଥୁମଣା। ସତ କି ନାହିଁ? କିନ୍ତୁ ଗୀତ ନେଇ ଗାଅ। ଗୀତ ଗାଇବାକୁ ପଡିବ, ତାଳି ମାରିବାକୁ ପଡିବ। ଆମର ମ୍ୟୁଜିସିଆନ ଗଦା ଗଦା ଅଛି। ହାଲେଲୁୟା, ହାଲେଲୁୟା। ଖାଲି ବାକ୍ୟରେ ହୁଏ ନାହିଁ। ବାକ୍ୟ ସମସ୍ତେ କହନ୍ତି, ସତ କି ନାହିଁ? କିନ୍ତୁ ବାକ୍ୟ କହିବା ସହିତ ଗୀତ ମଧ୍ୟ ରହିବା ଦରକାର। ଆମେନ୍। ହେଲା, ହାଲେଲୁୟା। ପବିତ୍ର ଆତ୍ମା, ପବିତ୍ର ଆତ୍ମା, ପବିତ୍ର ଆତ୍ମା, ତାଳି। ପବିତ୍ର ଆତ୍ମା, ମତେ ଭରି ଦିଅ ତୁମ ସକ, ମତେ ଭରି ଦିଅ ତୁମ ସକ। ପବିତ୍ର ଆତ୍ମା, ପବିତ୍ର ଆତ୍ମା, ପବିତ୍ର ଆତ୍ମା। ହାଲେଲୁୟା। ଭାଇ, ମତେ କୌଣସି ମିନିଷ୍ଟ୍ରି ଡାକି ନାହିଁ, କୌଣସି ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଡାକି ନାହିଁ। ମୁଁ ପାଷ୍ଟର ଆଜ୍ଞା କହୁଥିଲି, ଲୋକମାନଙ୍କୁ ବନେଇବା ପାଇଁ ପରମେଶ୍ୱର ମତେ ମୁଖାମୁଖି କଥା ହେଇଛନ୍ତି। ହାଲେଲୁୟା। ଇଏ ଦେଖା ଶିଖା ଗୋଡ଼ ଭଇବା ଶିକ୍ଷା ନାହିଁ ବାବୁ। ইয়াড়ু মালিক কইলে মলিক কইব। हालेलुया। ये टिपा टुपी डायरी फायरी काम नहीं करेगा, समझा? हालेलुया। इधर आएगा तो कोल्लास लगा हुआ ना, मेरा बाप का मालिक अभी कोल्लास दिमाग में है। हालेलुया,
ହାଲେଲୁୟା। ଏଟା ଘୁଷିକି କାମ ଦେବ ନା ଏଠି। ଘୁଷିକି ଜଣଙ୍କର ବିଷୟ କେମିତି ଜାଣିପାରିବ? ହବ କି ସେଟା? ହବ କି? ଏଟା ଜଣଙ୍କର ମନର କଥା ଆସୁଛି। ଏ ପଦ କହିଲେ ସେ ବୁଝିବ, ପାପରୁ ଫେରିବ। ହାଲେଲୁୟା। ଏ ପଦ ପର୍ବ କହିଲେ ସେ ବୁଝିବ, ସେ ପାପରୁ ଫେରିବ, ସେ ନୂତନ ହେବ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ସେଥିପାଇଁ ଆମେ ଚିନ୍ତା କରିବା ଯେ ଆମର ଆତ୍ମାକୁ ଯଦି ନୂତନ କରିବାକୁ ଅଛି ତାହେଲେ ଗୀତ ବି ଦରକାର, ତାଳି ବି ଦରକାର, ଦରକାର କି ନାହିଁ? ତାପରେ ଗୀତ ତାଳି ଯେତେବେଳେ ହେବ, ପବିତ୍ର ଯେତେବେଳେ ହାର୍ଟ ବ୍ରୋକେନ୍ ହେଲା ପରେ ଭିତରକୁ ଆସିବ ଜଣେ, ପ୍ରକାଶ 3:20, ସିଏ ହିଁ ଆନନ୍ଦ ଦେବ। ନହେଲେ ଆପଣଙ୍କୁ ରାଗ ଲାଗିବାଟା ଲାଗିବ ହିଁ ଲାଗିବ। ପ୍ରକାଶ 3:20 ପଦ ଅଛି କି? ଦେଖ ଆମ୍ଭେ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁ। ଦେଖନ୍ତୁ ଏଠି ପ୍ରଶ୍ନ, ଯଦି କେହି ଆମର ସ୍ୱର ଶୁଣି ଦ୍ୱାର ଫିଟାଇ ଦେବ, ଯିବ। ତା ତ ମୁଖ, ଗୋଟେ ସେକେଣ୍ଡ, ମୁଖ ଖୋଲିବ, ଖୋଲା ପରେ ଅନୁତାପ ହବ, ପାପ ସ୍ୱୀକାର କଲା ପରେ ଇଏ ଶୈତାନ ଗଲା ପରେ ପବିତ୍ର ଆତ୍ମା ଭିତରକୁ ଆସିବ। ତାପରେ କଣ ସାରେ? ଯିବୁ, ଜୋର କି ତାଳି ମାରିବା। ହାଲେଲୁୟା। ଭୋଜନ ବୋଲେ ସେ ଚିକେନ ପକୋଡା ଖାଇବ ନାହିଁ, ଭିତରକୁ ଆଇକି ସେ ବାକ୍ୟ କହିବ। ଜୋର କି ତାଳି। ହାଲେଲୁୟା, ହାଲେଲୁୟା। ଯେବେ ପବିତ୍ର ଆତ୍ମା ଭିତରକୁ ଆସିନାହିଁ, ସିଏ ଘୁଷିକି କହିଥାଇପାରେ, ନୋଟ କରି, କିନ୍ତୁ ଏଗୁଡାକ କହିବାଟା ସମ୍ଭବ ନୁହେଁ। ମୁଁ ଆକା ଆପଣଙ୍କ ଠାରୁ ଜ୍ଞାନୀ ସେମିତି କିଛି ନୁହେଁ, ଆପଣଙ୍କ ଠାରୁ ତଳେ ଅଛି ମୁଁ, କିନ୍ତୁ ପରମେଶ୍ୱର କଥା କହିଲେ କହିବି, ନହେଲେ ଧୀରେ ରହିବି। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ବୁଝିଲେ ତ? ଯେତେବେଳେ ଆପଣ ଅନୁତାପ କେତେବେଳେ ଆସେ ଦେଖନ୍ତୁ, ତିନିଟା ପ୍ରାକ୍ଟିକାଲ କହୁଛି। ଗୀତରେ ଭକ୍ତି, ଗୀତରେ କଣ କହିଲି? ଭକ୍ତି, ପ୍ରାର୍ଥନାରେ ମୁକ୍ତି, ବାକ୍ୟରେ ଶକ୍ତି। ଏ ତିନିଟା ନାହିଁ, ଶୈତାନ ଭିତରେ ଶୋଇଛି, ସେ ରାଗିବାଟା ରାଗିବ। ହଁ ନା ନାଇଁ? ହଁ ନା ନାଇଁ? ଏବେ ପ୍ରାକ୍ଟିକାଲ ଦେଖୁଥିବି, ଇଏ କେମିତି କହୁଛି, ପାଟି କରି କହୁଛି। ତମେ ଚେଷ୍ଟା କରୁନ। ବାଇବେଲ ଧରି ବୁଲିବା ଦିନ ନାହିଁ, ଏବେ ଶକ୍ତିରେ ଯିବା ଦିନ ଆସିଛି। ହାଲେଲୁୟା। समझ में आता है ना? समझ में आता है? ବାଇବେଲ ଧରିକି ବୁଲିବା ସମୟ ନାହିଁ, ବର୍ତ୍ତମାନ ପବିତ୍ର ଆତ୍ମାର ଶକ୍ତିରେ ବୁଲିଲେ ଦୁଷ୍ଟ ମାନେ କଚାଡି ପଡିବେ। ହାଲେଲୁୟା। ହେଲା, ଆଉ ବାଇବେଲରେ ଏଟା ଧରିକି ଭାଇ ବୁଲବାଟା ଅଭ୍ୟାସ ଛାଡି ଦିଅ, ପବିତ୍ର ଆତ୍ମାରେ ବୁଲ। ଇଟ ଇଜ ମାଇ ରିକ୍ୱେଷ୍ଟ। ହାଲେଲୁୟା, ହାଲେଲୁୟା। ହଁ ନା ନାଇଁ? ହଁ ନା ନାଇଁ? ଦିନ ନାହିଁ ବର୍ତ୍ତମାନ, ସେଟା ଦିନ ଥିଲା ଆମର ବେଳକୁ। ହଁ ନା ନାଇଁ? ବର୍ତ୍ତମାନ ପବିତ୍ର ଆତ୍ମା ଶକ୍ତି ଯିଏ ଥିବ, ସେ ଜଗତରୁ ମନ୍ଦ ଆତ୍ମାରୁ ଜିତିବ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ବୁଝା ପଡେ ନା? ବୁଝା ପଡେ କି ନାହିଁ? ଧ୍ୟାନ ଦେଇ ଶୁଣନ୍ତୁ, ମୁଁ ଧୀରେ କହୁଛି, ପୁରା ମାନେ ନୂଆ ଆସିଛି କେମିତି। ଏଠି ଏ କ୍ଲାସ ଶିକ୍ଷା ଚାଲିଛି, ଏ କ୍ଲାସ। ଏଠି ଇଂଲିଶ ଚାଲିବ ନା, ଏଠି ଏ କ୍ଲାସ ଶିକ୍ଷା ଚାଲିଛି। ମାନେ କେମିତି ଜଣେ ବୁଝିବ ଶୈତାନ ଠାରୁ ମୁକ୍ତି ହିଁ ତାର ଆତ୍ମା ନୂତନ ହେବ। ହାଲେଲୁୟା, ହାଲେଲୁୟା। ଖାଲି ଆମେ କହିଦେବୁ ଜଣେ ଯଦି ନୂତନ ହେଲାନି, ଆମକୁ ମଧ୍ୟ ନିକାଶ ନିଆଯିବ, ଆମକୁ ମଧ୍ୟ ନିକାଶ ନିଆଯିବ ହେବ। ସେଥିପାଇଁ ଧ୍ୟାନ ଦିଅନ୍ତୁ, ଜଣେ ବୁଝିବା ଦରକାର, ଜାଣିବା ଦରକାର, ସେ ପାପରୁ ଫେରିଲେ କୋଟି କୋଟି ସ୍ୱର୍ଗଦୂତ ମାନେ ନୃତ୍ୟ କରିବେ। ହାଲେଲୁୟା, ହାଲେଲୁୟା। ହଁ ନା ନାଇଁ? ହଁ ନା ନାଇଁ? ଆରେ ହଁ ନା ନାଇଁ? ସେ ମୁଁ ପ୍ରଶ୍ନ ପଚାରି କରେ, ଏଇଠି ଖାଲି ଗପି ଦେଇ ଯିବା ପାଇଁ ମୁଁ ଆସିନି, ବହୁତ ଦୂରରୁ ଆସିଛି ନା। ହଁ ନା ନାଇଁ? ବହୁତ ଦୂର ଗପି ଦେଇ ଯିବା ପାଇଁ, ଏଣ୍ଟରଟେନମେଣ୍ଟ ନାହିଁ। ମୋର ଲୋକମାନେ, ମୁଁ ଆଦିବାସୀ ପିଲା, ଏ ପିଲାମାନେ ଆଦିବାସୀ ମାନେ କେମିତି ବଞ୍ଚିବେ ବୋଲି ମୋର ଟ୍ରିକ୍ ମତେ ଜଣା। ହାଲେଲୁୟା। ଏ ଆଦିବାସୀ ବକ୍ତା ହେ, ସମଝା? ହାଲେଲୁୟା, ହାଲେଲୁୟା। ଡର ମତ। ହେଲା, ସେଥିପାଇଁ ଜାଣିବା ଦରକାର ଜଣେ କେମିତି ବଞ୍ଚିବ। ପାପ ଆମେ ସମସ୍ତେ କରିଛୁ, କିନ୍ତୁ ପାପରୁ ଉଦ୍ଧାରିବା ପାଇଁ ତାର ଟ୍ରିକ୍ କଣ ଅଛି ନା? କୋଉ ପଦ କହିଲେ ସେ ବୁଝିବ, କୋଉ ପଦ କହିଲେ ସେ ଅନୁତାପ କରିବ, ନୂତନ ହେଇଗଲା ପରେ ସ୍ୱର୍ଗ ଚାଲିଯିବ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ହଁ କି ନାହିଁ? ହଁ କି ନାହିଁ? ସେଥିପାଇଁ ଧ୍ୟାନରେ ଶୁଣନ୍ତୁ। ଶୁଣିବାଟା ବି ତତ୍ପର ଅଛି। ଆପଣ ଇଆଡେ ସିଆଡେ ଅନେଇଲେ ଶୁଣିଲେ ସେଇଟା ହବ ନାହିଁ। ମୁଁ କଣ ପାଇଁ ବସିଛି, ପ୍ରଥମେ ପାଷ୍ଟର ଆଜ୍ଞା କହୁଥିଲେ, ମୁଁ କଣ ପାଇଁ ଆସିଛି, କଣ ପାଇଁ ବସିଛି, ଏଇଟା ଯିଏ ଶୁଣିବ ସେ ନିହାତି ବଞ୍ଚିବ ନା ନାଇଁ? Jesaja 55:3, ଟିକେ ଆଗକୁ ଯିବା। Jesaja 55:3, ଟିକେ ଧ୍ୟାନ ଦେଇ ଶୁଣନ୍ତୁ ମା, ଟିକେ କଷ୍ଟ ଲାଗିବ ଟିକେ।
ଶୁଣିଦେଲେ ନିମାନ ହେଇଯିବ କା। ହଁ ହଁ ଆସ। ହଁ ବାସ୍ ଉतना ही କାପି ବେଠ ଯା। ଆପଣ ଆସନ୍ତୁ, ବସନ୍ତୁ, ଶୁଣନ୍ତୁ, ଶୁଣିଲେ କଣ ହବ? ବଞ୍ଚିବ। କେତେ ଲୋକ କହୁନାହାନ୍ତି କି ମୁଁ ସଭାରେ ଯାଇଥିଲି ଯେ ମୋର ଅଣ୍ଟା ବଥା ଗଲା ନାହିଁ। ଠିକରେ ଶୁଣି ନଥିବୁ। ଆମେ କଣ ଅଣ୍ଟା ଠେଲିଦେବୁ, ଅଣ୍ଟା ବଥା ପଳା ବୋଲି କହିଦେବୁ। ମାଲିକ का पावर है, हालेलुया। हाँ के लोक नहीं मलिक सार आइले पुणी सुस्थ होउचंती। मु सुस्थ करवा लोक नहीं, मोर बापा मालिक सुस्थ करांती। हालेलुया। मु खाली ड्रामा टिके नाचे। हालेलुया। बुझी पाछ ना एले आपण सुनिबार ठीक नथिबो, यार कुआड इसका गाबा बेला सुनुथिबे। हां ओटा दुका गला नाही बोले मुई जा बोला खेदा देते की। मुंड दुका गला नाही मुई का ठेला देते की। शैतान के जीसुर पवित्र आत्मा ठेला फिंगा देती, सुस्त आ जाता। हालेलुया हालेलुया हालेलुया। आ टिके भल लागिला, आ टिके भल लागिबो। हां मु मेकअप करछि भाषाटे चेष्टा करछि हमर लोक माने किमिति मुक्ति हेबे। हालेलुया हालेलुया। देखो आपनकर मुंड बथा अछि कि नाही, अछि कि नाही आपण कहया दरकार नाही। मु ना धरि मते कहि देबी। आपनकर का फैमिली समस्या जी ठिया ही गला पर सब कुछ बताएगा। समझा ना? कोई नहीं बताएगा हला। आपनकर नाक देखले भी जानुचे किए गुलिया है कि आछि। आइबो 11 से तार थुमणा भी अलगा दुसछि। आइबो 11 से थुमणा भी जानवा के पड़ती। हां आइबो 11 कारण से असा लोक को जानती आलोचना न करी। हाँ धर्म देखती जे स्त्री पुरुष पिटा पुटिया तार थुमणा टिके फुलिछि ना ताकू 2000 टंका देले बे नहीं हसे काए। हाँ मोके पिटा आशा चेहरे बोसा छी बोलबे। सतन नाई गो मा मते पिटा आशा चेहरे ऊपर बोसा छी। हौ जदि जदि पिटिछि तार शैतान चली जाओ, से तुमको स्नेह करिवो। हालेलुया हालेलुया हालेलुया। हो ना नहीं सेति पई देखले जणा पड़िबो जे मु जानु नाही, मु जगतर मनुष्य, मु किछि जानी नाही। गीतस्ता 44:21 देखि दियंतु। ये परमेश्वर किंती जानछ देखो पले अपसाइड माइंड होनी। हां गीतस्ता 44:21 पद तेबे परमेश्वर की ताहा अनुसंधान करिवे नाही। हां अंतकरण गुप्त विषय सब जानि जोर की ताली मारू का। हालेलुया। आपण कोटे कोन करी आछंती पद पर्व रे बाहरिबो। देखंतु देखंतु आ मते किछि गाली करबार नाही न सत कि ना। कोटी कोन करी गाइछंती, कोटी का रागी गाइछंती, यार पद पर्व बाहरी पड़िबो सेटा हला कि नाही। मु देखि नाही आपण पछरे जाई नाही टॉर्च मारी करी। से कहिछि जे परमेश्वर अंतकणर गुप्त विषय सब जानथि। एबे कोन लोक बोलथिबे जानछ ना मल्लिक आज्ञा गोटे जानुथिबे कि मु जानु नाही, मोर तो देह सानोटा बेसेले 15 केजी हेबी मु किन जानिबी। मो जानिबार नाही आंके किन भाबुचंदी बोले किमती जानला आज्ञा तांके कोन जिसे 29:15 देखो तो किन भाबुचंदी माने जिसे 29:15 देखो तो जिसे 29:15 पद अछिटी आ पढु नाहंती। जिसे 29:15 नाही आज्ञा टिके क्लियर पढ़ंतु सार। जो माने सदा प्रभुंको ठारू अपना अपना मंत्रणा गुप्त कर माने लुचेबा को अतिशय चेष्टा करंती मते किए देखबो नाही परा बोली। हां हाउ बुझि पाले तो से हम जान का मते किए जानती के पाउडर टिके लगाई देबी बैठ जा टिके पाउडर लगाई दे बाहर फ्रेश आत्मा रे से नरक के ठेस पाउडर पाउडर ले काम देई न हला पवित्र हुओ स्वर्ग चली जाओ। हालेलुया हालेलुया। आमे भी पाउडर लगे लगे केते मद पीलु ना। हां हमर चुट्टी से मिथुन स्टाइल दौड़ याडे केजी खंडे थिला वर्षा वर्षा तिंती बनाई एबे सेरा चुट्टी पुटी उड़ी गला लास्ट को टांगरा ही गली लास्ट हला। आमे भी स्टाइल मारिचो से स्टाइल स्वर्ग गलानी इटा भाटी को नेला मते मद भाटी बसी रहिली हला। सेति पाई आमे बाहरे बेस बुसारे किबा फ्रेश हां एगुडा को न कि अंतरे फ्रेश बाहरे शेष हेले चलिबो। हालेलुया हालेलुया हालेलुया। हो ना नहीं। हां बुझी पाछ।